ଗତକାଲି ସୁଭଦ୍ରା ଯୋଜନାରେ 1 ଟଙ୍କା ଲେଖାଏଁ ସରକାର ସମସ୍ତଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଯଦି ଆପଣଙ୍କୁ ବି ମଧ୍ୟ ଏ ଟଙ୍କା ଆସିନାହିଁ, କ'ଣ କରିବାକୁ ପଡ଼ିବ, ଯାହା ମଧ୍ୟ ଆପଣ ବି ପାଇପାରିବେ ସୁଭଦ୍ରା ସ୍କିମ୍ରେ 5,000 ଟଙ୍କା 17 ତାରିଖରେ ସରକାର ପଠାଇବେ। ଆସନ୍ତୁ ସମ୍ପୂର୍ଣ୍ଣ ଅପଡେଟ୍ ଜାଣିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ସୁଭଦ୍ରା ଯୋଜନା ଅଧୀନରେ ଗତକାଲି ଯେଉଁମାନେ 15 ତାରିଖ ପୂର୍ବରୁ ଅନଲାଇନ୍ ଯୋଗେ ଆବେଦନ କରିଦେଇଛନ୍ତି ସେମାନଙ୍କ ଆକାଉଣ୍ଟକୁ 1 ଟଙ୍କା ଲେଖାଏଁ ଟେଷ୍ଟିଂ କରି ସରକାର ମଧ୍ୟ ପଠାଇ ଦେଇଛନ୍ତି। ଯାହାଫଳରେ 17 ତାରିଖ ଦିନ ଯେଉଁ 5,000 ଟଙ୍କା ପଠାଇବେ ଏମାନଙ୍କ ଖାତାରେ ହୋଇଯିବ ଜମା। ହେଲେ ଏବେ ବି ବହୁତ ଲୋକଙ୍କ ଖାତାରେ ଏହି 1 ଟଙ୍କା ଜମା ହୋଇନାହିଁ। କାରଣ ଜାଣିଛନ୍ତି କାହିଁକି ନା ଆପଣଙ୍କ ଆଧାର କାର୍ଡରେ କୌଣସି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ନଥାଇପାରେ। ତେବେ ଆପଣ ନିଜର ଆଧାର ସେଟିଂ ଚେକ୍ କରିବା ପାଇଁ ହେଲେ ଆପଣ ଆଧାର କାର୍ଡରେ କେଉଁ ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ଅଛି ଥରଟିଏ ଚେକ୍ କରିଦିଅନ୍ତୁ। ଯଦି ନଥିବ କୌଣସି ବ୍ୟାଙ୍କ ଆକାଉଣ୍ଟ ଲିଙ୍କ ତାହେଲେ ଆପଣ ଆପଣଙ୍କର ବ୍ୟାଙ୍କକୁ ଯାଇକି ଆଧାର ସେଟିଂ ବା ଆଧାର ଲିଙ୍କ ମଧ୍ୟ କରିପାରିବେ। ଏହାଛଡ଼ା ଆଜିକାଲି ପ୍ରାୟତଃ ସମସ୍ତଙ୍କ ପାଖରେ 1ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଅଛି। ତେବେ କିଛି ଲୋକ ଭାବୁଛନ୍ତି ଆମର ଏହି ବ୍ୟାଙ୍କରେ ଆସିବ ବୋଲି, କିନ୍ତୁ ଆଧାର ସହିତ ଆଉ ଏକ ବ୍ୟାଙ୍କ ସହିତ ଲିଙ୍କ ଥାଏ। ତେଣୁକରି ଆପଣଙ୍କର ଯେତେଗୁଡ଼ା ଆକାଉଣ୍ଟ ଅଛି ସବୁ ଆକାଉଣ୍ଟ ଚେକ୍ କରିଦିଅନ୍ତୁ। शायद अनका अकाउंट मानकरे मध्य आसीथाइपारे ए टंकाटे। तबे 15 तारिख पर जोमाने भी आवेदन करिवे सेमानको भी टंका आसीबो आउ एक तारिखरे। 15 पूर्वरु जोमाने आवेदन करिसंती सेमानको ए 17 तारिखरे मध्य टंका आसीजिबो। तबे आपण माने जदि सुभद्रा योजनार फॉर्म को डाउनलोड करबा चाहउचंती, अधिक इन्फॉर्मेशन जानिया पाई चाहउचंती, वेबसाइट रो लिंक आमे डिस्क्रिप्शन लो देइचु, आपण माने जाई मध्य चेक कर दे पारिबे। तबे आपण मानकु ए सुभद्रा स्कीम रो टंका आसीछि कि नाही ता निहाती कमेंट करी जणाइबे। एहाछड़ा ए 17 तारिखरे मध्य प्रधानमंत्री आवास योजनार प्रथम किस्तिर टंका मध्य सरकार पठाइबे। तेबे प्रधानमंत्री आवास योजनार जो माने नूतन आवेदन करिसंती सेमानकु मध्य प्रथम किस्तिर टंका ए 17 तारिखरे सरकार पठाइबे। तेबे आपण माने केउ जिल्लारू वीडियो देखुचंती ता निहाती कमेंट करी जणाइबे।